ଦୁଇଟି ପକ୍ଷୀ ଉଡ଼ି ଆସି ଗୋଟିଏ ବରଗଛ ଡାଳରେ ବସିଲେ। ଦୁଇଟି ପକ୍ଷୀ ଭାରି ଅଳସୁଆ। ସେମାନେ ଦେଖନ୍ତି କୋଉଠି କିଛି ବିନା ପରିଶ୍ରମରେ ମିଳିଗଲେ ଖାଇ ବଞ୍ଚିଯିବେ। ଯାହା ଯେଉଁଠି ପାଇଲେ ଖାଇଲେ। ବସାଟିଏ ତିଆରି କରିବାକୁ ହେଲେ ପରିଶ୍ରମ କରିବାକୁ ପଡ଼ିବ। ଦୁହେଁ ଗଛ ଡାଳରେ ବସି କଥା ହେଲେ। କେଉଁଠି ଗୋଟିଏ ପୁରୁଣା ବସାଟିଏ ଥିଲେ ସେଇଠି ଯାଇ ଆଶ୍ରୟ ନେଇଯାଆନ୍ତେ। ବର୍ଷା ଦିନ ତ ଯେମିତି ହେଲେ କଟିଗଲା। ଆଉ କାହାର ପୁରୁଣା ବସାରେ କିଛି ଦିନ କଟିଗଲା। ଝଡ଼ ବାତ୍ୟା ନ ହେଇଥିଲେ ଏତେ ଚିନ୍ତା ହୋଇନଥାନ୍ତା। ନା ସେଇ ବସା ଭାଙ୍ଗି ଯାଇଥାନ୍ତା, ନା ଆଜି ଏମିତି ହଇରାଣ ହେବାକୁ ପଡ଼ିଥାନ୍ତା। ଏମିତି କଥା ହେବା ଭିତରେ ଦେଖିଲେ ପାଖରେ ଗୋଟିଏ ନଡ଼ିଆ ଗଛରେ ବସାଟିଏ ଝୁଲୁଛି। ଟିକେ ପୁରୁଣା ହେଇଯାଇଛି, କିଛି ଅଂଶ ଭାଙ୍ଗି ଯାଇଛି, ତଥାପି ଚଳିବ। ବର୍ଷା ଦିନ ତ ସରିଗଲାଣି। ଏହା କହି ଦୁଇଜଣ ସେଇ ପୁରୁଣା ବସାରେ ଆଶ୍ରୟ ନେଲେ। ଦୁହିଁଙ୍କ ଭିତରେ କଥା ହୁଅନ୍ତି। ଶୀତ ଦିନ ଆସିଲାଣି, ଥଣ୍ଡା ପଡ଼ିବ। ବସାଟିର ଛୋଟ ଛୋଟ ଛିଦ୍ର ଅଛି। ଟିକେ ପରିଶ୍ରମ ହେଉ ପଛକେ ତିଆରି କରିଦେଲେ ଆମେ ସୁରକ୍ଷିତରେ ରହିପାରିବା। ଦୁହେଁ ପ୍ରତିଦିନ ଏମିତି କଥା ହୁଅନ୍ତି। କାଲିକି ତିଆରି କରିବା। ଦିନ ସାରା ଖୁସି ଖୁସି ଦୁହେଁ ମୁକ୍ତ ଆକାଶରେ ଉଡ଼ି ବୁଲନ୍ତି। ବୁଲାବୁଲି କରିସାରି ସନ୍ଧ୍ୟାରେ ଘରକୁ ଫେରନ୍ତି। ପୁଣି ବସାକୁ ଦେଖି ଦୁହେଁ କଥା ହୁଅନ୍ତି। କାଲି ଯେମିତି ହେଲେ ଦୁହେଁ ମିଶି ବସାକୁ ତିଆରି କରିବା। ଆଜି ରାତିରେ ଶାନ୍ତିରେ ଶୋଇପଡ଼ିଲେ ସକାଳେ ଦେଖିବା। ଦୁହେଁ ଶୋଇ ପଡ଼ନ୍ତି। ପୁଣି ସକାଳ ହୁଏ। ଦୁହେଁ ପୁଣି ବାହାରି ପଡ଼ନ୍ତି ମଜା ମଜଲିସ୍ କରିବାକୁ। ଏମିତି କାଲି କାଲି ହୋଇ ଦିନ ବିତି ଚାଲିଲା। ଶୀତ ଦିନ ଆରମ୍ଭ ହୋଇଗଲା। ଥଣ୍ଡା ପଡ଼ିଲା। ଦୁହେଁ କଥା ହେଲେ, ହଉ ଥଣ୍ଡା ତ ଏତେ ପଡ଼ିନାହିଁ। ଆଉ ଟିକେ ଥଣ୍ଡା ପଡ଼ିବା ପୂର୍ବରୁ ଆମେ ବସାଟିକୁ ତିଆରି କରିଦେବାନି। ଏମିତି ଦିନ ଗଡ଼ି ଚାଲିଲା। ଦୁହିଁଙ୍କ ଦେହ ବହୁତ ଖରାପ ହେଲା। ବାହାରକୁ ବାହାରି ଯାଇ ପାରିଲେ ନାହିଁ। ବସାଟିକୁ ତିଆରି କରିବା ଦୂରର କଥା, ଖାଦ୍ୟ ପାଇଁ ମଧ୍ୟ ବାହାରକୁ ଯାଇପାରିଲେ ନାହିଁ। ଦୁହେଁ ଦୁହିଁଙ୍କ ମୁହଁକୁ ଚାହିଁ ସେହି ଭଙ୍ଗା ବସା ଭିତରେ ପଡ଼ି ରହିଲେ। ଅଧିକ ଶୀତ ହେବାରୁ ବରଫ ପଡ଼ିଲା। ବସା ଭିତରେ ବରଫ ପଡ଼ିବାରୁ ବସାଟି ଭାଙ୍ଗିଲା। ଦୁଇଟି ଚଢ଼େଇ ନିଜ ନିଜ ଭିତରେ କଥା ହେଲେ। ଦୁହେଁ ଭୁଲ ବୁଝିପାରିଲେ। କିନ୍ତୁ ବହୁତ ଡେରି ହୋଇଯାଇଥିଲା। ଦେହରେ ଉଡ଼ିବାକୁ ଶକ୍ତି ନଥିଲା। ଆଉ କିଛି ଉପାୟ ବି ନଥିଲା। ଅତ୍ୟଧିକ ଥଣ୍ଡା ଯୋଗୁଁ ଦୁଇଟି ଚଢ଼େଇ ଶେଷରେ ମୃତ୍ୟୁବରଣ କଲେ। ଅଳସୁଆ ହୋଇ କର୍ମ ନ କରି କାଲି କାଲି କହି ଦିନ ପରେ ଦିନ ମଜା ମଜଲିସ୍ରେ ବିତାଇ ଚାଲିଲେ। ଶେଷରେ ଆଉ କିଛି ଉପାୟ ନଥାଏ। ଆଳସ୍ୟର ଶେଷ ପରିଣତି କେବଳ ଦୁଃଖ।